राशन कार्ड धारकों ପାଇଁ ବଡ଼ ଖବର। ରାସନ କାର୍ଡ ଉପଭୋକ୍ତାଙ୍କ ନାଁ କାଟି ଦିଆଯିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି। ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନ କାର୍ଡ ହାତେଇଛନ୍ତି। ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ, ନଚେତ୍ ରାସନ କାର୍ଡରୁ ନାଁ କାଟି ଦିଆଯିବ। ମାଗଣାରେ ଚାଉଳ ଏବଂ ଗହମ ଆଉ ପାଇବାକୁ ଆପଣ ସକ୍ଷମ ହେବେ ନାହିଁ, କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟି ଦିଆଯିବ। ରାସନ କାର୍ଡ ହିତାଧିକାରୀ ତୁରନ୍ତ କିଛି ଜରୁରୀ କାମ କରାଇ ନେବାକୁ ପଡ଼ିବ, ଯାହା ଫଳରେ ଆପଣ ପୂର୍ବ ଭଳି ମାଗଣା ରାସନ ପାଇପାରିବେ ଆଉ ସରକାରୀ ସୁବିଧା ପୂର୍ବ ଭଳି ପାଇବାକୁ ସକ୍ଷମ ହେବେ। ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ତେବେ କେଉଁ କାମ କରିବାକୁ ପଡ଼ିବ ଜାଣି ରଖନ୍ତୁ। ରାସନ କାର୍ଡ ଧାରୀମାନେ ତୁରନ୍ତ ଇ-KYC କରାଇବାକୁ ପଡ଼ିବ। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-KYC ବାଧ୍ୟତାମୂଳକ କରାଯାଇଛି, ଯାହା ଫଳରେ ପ୍ରକୃତ ହିତାଧିକାରୀ କେଉଁମାନେ ଏବଂ କେଉଁମାନେ ସରକାରଙ୍କ ସୁବିଧା ପାଇବାକୁ ଯୋଗ୍ୟ ତାହା ଜଣାପଡ଼ିଯିବ। ସମସ୍ତ ରାସନ କାର୍ଡ ଧାରୀଙ୍କ ପାଇଁ ଇ-KYC କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ। ଯଦି ଇ-KYC କରାନଯାଏ, ତେବେ ରାସନ କାର୍ଡରୁ ନାଁ କାଟି ଦିଆଯିବ, ଯାହା ଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନ କାର୍ଡ ଧାରୀ ଏବଂ ଧନିକ ଶ୍ରେଣୀର ଲୋକେ ରାସନ କାର୍ଡ ହାତେଇଥିବା ବୋଲି କଟିଯାଇପାରେ। ଯାହା ଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନ କାର୍ଡ ଧାରୀ ଏବଂ ଅନେକ ଧନୀ ଶ୍ରେଣୀର ଲୋକେ ରାସନ କାର୍ଡରୁ ତାଙ୍କ ନାଁ ହଟାଇ ଦିଆଯିବ। ଯେଉଁମାନେ ଇ-KYC କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ନୂଆବର୍ଷ ବା ଜାନୁଆରୀ 1 ତାରିଖରୁ କାଟି ଦିଆଯିବ ନାହିଁ, ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ। ବ୍ୟୁରୋ ରିପୋର୍ଟ, SGTV ଓଡ଼ିଆ।